ଜୟ ମା ମଙ୍ଗଳା। ଆଜି ଯେହେତୁ ମଙ୍ଗଳବାର, ଚାଲନ୍ତୁ ଆଜି ଆମେ ଜାଣିବା ମା ମଙ୍ଗଳାଙ୍କର ଇତିହାସ ବିଷୟରେ। ମା ମଙ୍ଗଳାଙ୍କର କାକଟପୁରବାସିନୀ ମା ମଙ୍ଗଳାଙ୍କର ମନ୍ଦିରର ଇତିହାସ ବିଷୟରେ। ମା ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କର ମା, କାରଣ ସେ ନବକଳବର ସମୟରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଦାରୁ ଚିହ୍ନଟ କରିବାରେ ସାହାଯ୍ୟ କରିଥାନ୍ତି। ଇଏ ତ ଗଲା ଆମ କାକଟପୁରବାସିନୀ ମା ମଙ୍ଗଳାଙ୍କର ଏବର ଇତିହାସ। ପୂର୍ବେ ମାଙ୍କୁ କେମିତି ପାଇଥିଲେ ସେଇ ବିଷୟରେ ଆମେ କିଛି ଆସନ୍ତୁ ଜାଣିନେବା। ମା ପୂର୍ବେ ଥିଲେ ରାବଣର ଅଧିଷ୍ଠାତ୍ରୀ ଦେବୀ। ରାବଣଙ୍କ ଦ୍ୱାରା ମା ପୂଜିତ ହେଉଥିଲେ। ସେଇଥିପାଇଁ ତ ମାଙ୍କ ଦୟାରୁ ରାବଣର ଲଙ୍କା ସୁନାର ଲଙ୍କା ହୋଇ ଉଠିଥିଲା। ଏହି କଳିଯୁଗରେ କିଛି ସାଧବମାନେ ବାଣିଜ୍ୟ ବ୍ୟବସାୟ କରିବା ପାଇଁ ସେଇଠାକୁ ଯାଇଥିଲେ। ସେ ଭିତରୁ କିଛି ସାଧବ ଭକ୍ତ ମାଙ୍କୁ ସେଇଠାରୁ ଉତ୍କଳକୁ ଆଣିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ମଝି ରାସ୍ତାରେ ସେମାନେ ମାଙ୍କୁ ଆଉ ପାଇଲେ ନାହିଁ। ମା ଉଭାନ ହେଇଗଲେ। ସେଇଥିପାଇଁ ସେମାନେ ମନ ଦୁଃଖ କରିକି ଆସିଗଲେ। ଏମିତି ବହୁତ ଦିନ ଗଲା ପରେ କିଛି ନାଉରିଆମାନେ ନାବ ନେଇକି ଯାଉଥିଲେ। ପ୍ରଚଣ୍ଡ ବାତ୍ୟା ହେଲା। ବାତ୍ୟା ସମୟରେ ସେମାନେ କିଛି ଜାଣିପାରିଲେନି। ସେମାନେ ଭଗବାନଙ୍କୁ ସ୍ମରଣ କଲେ। ସେହି ସମୟରେ ସେମାନଙ୍କ ନାବ ଗୋଟେ ଜାଗାରେ ସ୍ଥିର ହୋଇ ରହିଗଲା। ଆଉ ସେଇଠି ଆସିଲା, ମୁଁ ଏଇଠି ତୁମ ମା ଅଛି, ଏଇଠାରୁ ତମେମାନେ ମୋତେ ନେଇପାରିବ, ମାନେ ନେଇକି ମନ୍ଦିର କରିପାରିବ। କିନ୍ତୁ ନାଉରିଆ ପଚାରିଲେ, ମା ଏହି ଜାଗାରୁ ଆମେ ସନ୍ଧାନ କେମିତି ପାଇବୁ? ମା କହିଲେ କି ଏଇଠି ସ୍ୱପ୍ନାଦେଶ ହେବ, ସେଇ ଅନୁସାରେ କାମ କରିବ। ସେଇ ସ୍ୱପ୍ନାଦେଶ ଅନୁସାରେ ସ୍ୱପ୍ନରେ ନାଉରିଆମାନେ ପାଇଲେ କି ଗୋଟେ କାକ ସେଇ ଜାଗା, ମା କହିଲେ କାକ ଯେଉଁ ଜାଗାକୁ ଲମ୍ଫ ପ୍ରଦାନ କରିବ ସେଇ ଜାଗାରେ ମୁଁ ବାହାରିବି। ତ ସତକୁ ସତ ତା ପରଦିନ ଗୋଟେ କାକ ସମୁଦ୍ର ଗର୍ଭକୁ ଗଲା, ଆଉ ସେଇଠୁ ବାହାରିଲାନି। ଆଉ ମାଙ୍କର ପ୍ରତିମୂର୍ତ୍ତି ସେଇଠୁ ମିଳିଲା। ଆମର ସ୍ଥାନୀୟ ଭାଷାରେ ଇଂରାଜୀ ଶବ୍ଦ କ୍ରୋ ମାନେ କାକ, ଡିଟେନ୍ ମାନେ ଅଟକ। ସେଇଥିପାଇଁ ସେଇ ଦ୍ରୟକୁ ଏକତ୍ର କରି ଏହି ଜାଗାକୁ କାକଟକ ରଖାଯାଇଥିଲା। କିଛି ସମୟ ଅତିକ୍ରମ କଲା ପରେ ମଙ୍ଗଳପୁର ଗ୍ରାମଟି କାକଟପୁର ନାମରେ ନାମିତ ହେଲା। ମାଙ୍କୁ କାକଟପୁର ମଙ୍ଗଳା ଭାବେ ଖ୍ୟାତ ହେଲେ। କାକଟପୁର ମା ମଙ୍ଗଳାଙ୍କ ମନ୍ଦିର ବିଗତକୁ 500 ବର୍ଷ ପୂର୍ବେ ସ୍ଥାନୀୟ ଜମିଦାର ନୂତନ ମନ୍ଦିର ଜମିଦାର ରାୟ ଚୂଡ଼ାମଣିଙ୍କ ପରିବାର ବିଶିଷ୍ଟ ଜ୍ଞାନୀ ଓ ସେବକମାନଙ୍କୁ ନେଇ ନିର୍ମାଣ କରିଥିଲେ। ଏହି ମନ୍ଦିର ପଞ୍ଚାନନ ମିତ୍ର ରାୟ ଚୂଡ଼ାମଣିଙ୍କ ଦ୍ୱାରା 1548 ଖ୍ରୀଷ୍ଟାବ୍ଦରେ ନିର୍ମିତ ହୋଇଥିଲା। ମନ୍ଦିରର ନିର୍ମାଣ ସ୍ଥଳୀ କେମିତି ଅଛି? ଏହି ମନ୍ଦିର ସ୍ୱତନ୍ତ୍ର କଳିଙ୍ଗ ମନ୍ଦିର ଶୈଳୀରେ ନିର୍ମିତ ହୋଇଛି। ଏଠାରେ ଶକ୍ତ ପଥର ନିର୍ମିତ ଏକ ଶଯ୍ୟା ଅଛି, ଯେଉଁଠାରେ ମା ମଙ୍ଗଳା ପ୍ରତିଦିନ ବିମ୍ବ ପରିକ୍ରମା କରି ବିଶ୍ରାମ ନିଅନ୍ତି ବୋଲି ମାନ୍ୟତା ଅଛି। ଏହି ଶଯ୍ୟାଟି ଏପରି ଭାବେ ଖୋଦିତ ହୋଇଛି ଯେପରି ଏହା ଶହ ଶହ ବର୍ଷ ଧରି ବ୍ୟବହାର ହୋଇଛି। ଏହି ମନ୍ଦିରର ଚାରିପାର୍ଶ୍ୱରେ ବହୁ ଦେବାଦେବୀଙ୍କ ପୂଜାର୍ଚ୍ଚନା ହୁଏ। ଏହା ଶକ୍ତି ଉପାସକ ଭକ୍ତଙ୍କ ଏକ ପ୍ରମୁଖ ତୀର୍ଥସ୍ଥଳ। ଏଠାରେ ଚନ୍ଦନ ବେଶ ହୁଏ। ଚୈତ୍ର ମାସ ପ୍ରଥମ ମଙ୍ଗଳବାର ଦିନ ମା ମଙ୍ଗଳାଙ୍କର ଚନ୍ଦନ ବେଶ ହୁଏ। ଏହି ଦିନ ପ୍ରତ୍ୟୁଷରୁ ମା ମଙ୍ଗଳାଙ୍କ ଆଳତି ସ୍ନାନ ମାର୍ଜନା ମାଙ୍କ ମୁଖରବିନ୍ଦୁକୁ ଚନ୍ଦନରେ ସଜ୍ଜିତ କରାଯାଏ। ଏହାକୁ ଦର୍ଶନ ନିମନ୍ତେ ମା ମଙ୍ଗଳାଙ୍କ ଭକ୍ତମାନେ ବହୁ ଦୂରରୁ ପାଛୋଟି ଆସନ୍ତି। ତାପରେ ଅନ୍ୟ ଏକ ପର୍ବ ହେଉଛି ଚୈତ୍ର ପର୍ବ। ଏଇଠି ଝାମୁ ଯାତ୍ରା ହୁଅନ୍ତି। ଝାମୁ ଯାତ୍ରାରେ ରଡ଼ ନିଆଁରେ ଗର୍ତ୍ତ ଖୋଳି ମା ଝାମୁଆମାନେ ଚାଲନ୍ତି। ଆଉ ଏମିତି କଲେ ପୂର୍ବଜନ୍ମର ପାପ କ୍ଷୟ ହୁଏ ବୋଲି ବିଶ୍ୱାସ ଅଛି। ଆଉ ନବକଳ ସମୟରେ କ'ଣ ଅଛି? ନବକଳ ସମୟରେ ପ୍ରତି 12 ବର୍ଷରେ ଥରେ ପୁରୀରେ ନବକଳବର ହୁଏ। ଶ୍ରୀ ଜଗନ୍ନାଥ ପ୍ରଭୁ ବଳଭଦ୍ର ଦେବୀ ସୁଭଦ୍ରାଙ୍କର ନବକଳବରରେ ବ୍ରହ୍ମ ପରିବର୍ତ୍ତନ ଶୈଳୀ ଆରମ୍ଭ ହୋଇଥାଏ। ଏହି ସମୟରେ ପୁରୀର ସମସ୍ତ ଧର୍ମପୂଜକ ଭଗବାନଙ୍କ ସମ୍ବନ୍ଧରେ ପଥ ପ୍ରଦର୍ଶକ ରୂପେ ମା ମଙ୍ଗଳାଙ୍କ ଆରାଧନା କରିଥାନ୍ତି। ସେମାନେ ମା ମଙ୍ଗଳା ସେମାନଙ୍କ ସ୍ୱପ୍ନରେ ଆବିର୍ଭୂତ ହୋଇ 3 ଦିବ୍ୟ ଦାରୁ ବ୍ରହ୍ମ ବୃକ୍ଷ ଗୁଡ଼ିକ ସଠିକ୍ ସ୍ଥାନରେ ଦୃଶ୍ୟମାନ କରାଇଥାନ୍ତି। ଏ ରହିଲା ଆମ କାକଟପୁର ବାସିନୀ ମା ମଙ୍ଗଳାଙ୍କର ଇତିହାସ। ଜୟ ମା ମଙ୍ଗଳା, ଜୟ ମା ମଙ୍ଗଳା। ଦୁନିଆର ସମସ୍ତଙ୍କର ଦୁଃଖ ଦୂର କର ମା। ଜୟ ମା ମଙ୍ଗଳା। ଆପଣଙ୍କୁ ଯଦି ମୋର ଏହି ତଥ୍ୟ ଭଲ ଲାଗିଲା, ମୋ ଚ୍ୟାନେଲକୁ ଲାଇକ୍, କମେଣ୍ଟ ଆଣ୍ଡ ସବସ୍କ୍ରାଇବ୍ ଆଣ୍ଡ ସେୟାର